ଏଠି ଶ୍ରୀ ଜଗନ୍ନାଥ କୃଷକ ସେବା ସମବାୟ ସମିତି ଲିମିଟେଡର ଆଜି ନୂଆ କରି ଗୋଟେ ତାଙ୍କର ଦୋକାନ ଯୋଉଟା ସପ୍ ଖୋଲା ହେଲା ସୋସାଇଟିର, ଯୋଉଥିରେ କି ଆପଣଙ୍କର ଓମଫେଡ ଆଉ ବିଭିନ୍ନ ସୋସାଇଟିର ଯେଉଁମାନେ ପ୍ରଡକ୍ସନ୍ କରୁଛନ୍ତି ସେମାନଙ୍କର ଜିନିଷ, ଓମଫେଡ ପ୍ରାୟ ସବୁ ଜିନିଷ, ସେ ହଳଦୀ ଦହି ସବୁ ଜିନିଷ। ଏବଂ ଆମେ ଆଜି ଏଇଟା ଉଦ୍ଘାଟନ କଲୁ, ଗୋଟେ ପାଣି ପିଇବା ପାଣି ପାଇଁ ସେଇଟା ଲୋକଙ୍କର ସୁବିଧା ପାଇଁ, ଚାଷୀଙ୍କର ସୁବିଧା ପାଇଁ ପାଣିର ବ୍ୟବସ୍ଥା କରାହେଲା। ଏବଂ ତାଙ୍କର ଗୋଟେ କାଉଣ୍ଟର, ଭଲ କାଉଣ୍ଟରଟେ କରାହେଇଛି, ଯେଉଁ ପଇସା ଡିପୋଜିଟ୍ କରିବା, ଗ୍ରାହକମାନେ ବସିବା। ଆଉ ଏଠି ଯେଉଁ ଗୋଡାଉନ୍ ବି ଆମେ ଚିନ୍ତା କରିଛୁ, ଆଗକୁ ଆଉ ଗୋଟେ ଗୋଡାଉନ୍ ବି ତିଆରି ହେବ। ଏ ସୋସାଇଟିଟା ହେଉଛି ନିଆଳି ନିର୍ବାଚନ ମଣ୍ଡଳୀର ସବୁଠୁ ଭଲ ସୋସାଇଟି ଆଉ ବଡ଼ ସୋସାଇଟି। ତେଣୁ ଏ ସୋସାଇଟିରେ ବିଭିନ୍ନ ଜିନିଷ ଆମେ ଚିନ୍ତା କରୁଛୁ, ପ୍ରଡକ୍ସନ୍ ବି ମଧ୍ୟ କରିବୁ। କଲେ ଯେଉଁ ଏସ୍ଏଚ୍ଜି ଗ୍ରୁପରେ ଯେଉଁ ମା ଭଉଣୀମାନେ ଅଛନ୍ତି ସେମାନେ ବି ପ୍ୟାକେଟ୍ କରିବେ, ଦରକାର ପଡ଼ିଲେ ସେମାନେ ସୋସାଇଟିକୁ ଜିନିଷ ବିକିବେ। ସେଇଟା ଆମେ ତାପରେ ଯାଇକରି ଜେନେରାଲ ମାର୍କେଟରେ ଏଇଟା ବିକ୍ରି ହେବ। ତ ସେଥିପାଇଁ ଗୋଟେ କରାଯାଇଛି, ବହୁତ ଭଲ। ଆମର କଟକର ଜିଲ୍ଲାପାଳ ଆସିଥିଲେ, ସିଏ ମଧ୍ୟ ଆମ ସାଙ୍ଗରେ ସହଯୋଗ କଲେ। ସେ ବି ମଧ୍ୟ ଏଠି ଉଦ୍ଘାଟନରେ ଥିଲେ। ତ ଯାହା ହଉ, ଏଇଟା ଗୋଟେ ଚାଷୀମାନଙ୍କ ପାଇଁ, ଆମର ଏ ଅଞ୍ଚଳ ପାଇଁ ଏଇଟା ଗୋଟେ ଭଲ ଜିନିଷ ହେବ। ଯେମିତି ବଡ଼ ବଡ଼ ସିଟିରେ, ଯେମିତି ଭୁବନେଶ୍ୱର କଟକରେ କୋଅପରେଟିଭର ସବୁ ଷ୍ଟୋର ରହିଛି, ଜେନେରାଲ ଷ୍ଟୋର, ଏଇଟା ଗୋଟେ ଜେନେରାଲ। ଆଜି ଜଣ ଜେନେରାଲ ଷ୍ଟୋରରେ ଆଜି ଆରମ୍ଭ ଯେହେତୁ ହେଲା, ଅଳ୍ପ କିଛି ଜିନିଷ ଅଛି। ଆମେ ଆଗାମୀ ଦିନରେ ଏଠି ଗ୍ରୋସରୀର ସବୁ ଜିନିଷ ରଖିବୁ। ଆଉ ଯିଏ ଜଣେ ଗ୍ରାହକ ଆସିଲା, ସେ ପ୍ରାୟ ଯେମିତି ଝାଡୁ ଠାରୁ ଆରମ୍ଭ କରି ଫିନାଇଲ ପର୍ଯ୍ୟନ୍ତ ସବୁ ଜିନିଷ ଏଠି ରହିବ। ତେଣୁ ଆମେ ଚେଷ୍ଟା କରୁଛୁ। ଆଉ ଏ ସୋସାଇଟିର ମୁଁ କର୍ମଚାରୀ ମାନେ ବି ବହୁତ ଭଲ କର୍ମଚାରୀ, ଯେ ସମ୍ପାଦକ ଅଛନ୍ତି ଭଲ ଅଛନ୍ତି, ପ୍ରେସିଡେଣ୍ଟ, ବ୍ରାଞ୍ଚ ମ୍ୟାନେଜର, ସମସ୍ତେ ମିଳିମିଶିକିରି ଏ ଜିନିଷଟାକୁ ସମ୍ପାଦନ କରୁଛନ୍ତି। ଆପଣ ଦେଖିବେ ଆଗାମୀ ଦିନରେ ଏ ଷ୍ଟୋରଟା ଗୋଟେ ଉଦାହରଣ ସୃଷ୍ଟି ହେବ। और श्री जगन्नाथ पैक्स बहुत भल काम करुचे। आप जानते यहाँ गोटे बड़ा पैक्स अच्छी। लास्ट ईयर जिते आम विजिट करूँ तो से आम देखी कि ये बहुत पोटेंशियल अच्छी आग को बढ़ापी। खाली आमर 3 मासर प्रोक्योरमेंट न देखिकी जदि पूरा वर्षे सारा जिनस हो पार एमती किसी करेंगे कि तो से प्रेसिडेंट सेक्रेटरी बहुत इनिशिएटिव नहीं कि आम DRCS हेल्प कर देखिए गोटे मॉडल पैक्स टाइप रही। इंफ्रास्ट्रक्चर इम्प्रूवमेंट होती, फार्मर्स को आसवाई बसवाई तांकर धान स्टोर करने नुआ इंफ्रास्ट्रक्चर कराई। ता सहित एडिशनल एक्टिविटी जमीती कि से नाफेड गोटे स्टॉल करिसेंती कि जोटी सबू जिनस फार्मर्स को जति दरकार अच्छे से से सेल करें। सहित ओमफेड भी नुआ कलेक्शन सेंटर प्लस सेल काउंटर भी कराई। तो जो गवर्नमेंट ऑफ इंडिया गवर्नमेंट ऑफ ओडिशा जो उद्देश्य अच्छे कि पैक्स डाइवर्सिफाई हुआ, पैक्स रे काम खाली 5 मास 6 मास न रही पूरा वर्ष सारा केमी आम करें से पई ये श्री जगन्नाथ पैक्स बहुत आग को बढ़ी। आम या मॉडल पैक्स हिसाब से और भी डेवलप करूँ। तांकर और भी जगह पर से अप्लाई कर जगह गोटे फ्यूएल सेंटर, तापर प्रोसेसिंग सेंटर, कोल्ड स्टोरेज ये सब कर चिंता अच्छी। निश्चय ये पैक्स गोटे मॉडल पैक्स हिसाब से आग को आसो। मु श्री गोलचंद पात्र, सभापति जगन्नाथ FSCS। और 3 वर्ष है मुझे सभापति निर्वाचित होकर आसला परे जहाँ थिला समस्या मो एक गुंडीची मूषा परी मोर संपादक सहित मिसी आम बहुत उन्नतिमूलक कार्यक्रम करूँ एवं कटक डिस्ट्रिक्ट 1 नंबर आज जो प्रोग्राम थिला ओमफेड, नाफेड, CMC सेंटर आर शुभ उद्घाटन कराला। कलेक्टर विधायक महोदय आसते, आम DRCS थे। आग को आम किपरि भाव आहरी उन्नतिमूलक कार्यक्रम करूँ आम सार पे गुहारी करूँ, बरं से गुहारी शुणी आमको साहाय्य करेंगे बोली। आमर ओमफेड सेंटर आम लोक क्रय करूँ एवं किसी कंज्यूमर गुड्स बिकिपर। नाफेड रे अपना अटा, तेल, गहम, सोरिष इत्यादि नित्य निर्वाचित जिनस आम बिकिपर। तापर आम CMC सेंटर जो आप आधार करेक्शन आरंभ कर जहाँ रहा आम करूँ, जोटा कि बहुत परिमाण लोक बाहर हराण होबे ना, से प्रति आम ध्यान भी देचु। उद्घाटन कराई। स्थानीय विधायक आसते, कलेक्टर आसते, नंबर 1 ये सोसाइटी आपन केते खुशी। आमे
ଆମେ ସେ ଖୁସି କହିପାରିବୁନି କାରଣ ଆପଣ ହେଲେ ତୃତୀୟ ସ୍ତମ୍ଭ ଆପଣ ସେଇଟାକୁ ଆପଣ ବିଚାର କରି ଆପଣ ଗଣମାଧ୍ୟମରେ ସେଇଟା କହିବେ କାରଣ ଆମ ଜିନିଷଟାକୁ ଆମେ ନିଜେ କହିବାଟା ବୋଧ ହୁଏ ଠିକ୍ ହେବ ନାହିଁ। ଆଉ ଯୋଉ ସୋସାଇଟି ଅଛି କଣ ଆପଣ କହିବେ ଆପଣ? ଆମେ ସବୁ ସୋସାଇଟି ପ୍ରାୟ ଆମେ ସମ୍ପାଦକ ମୁଁ ଆମେ ବହୁତ ସୋସାଇଟି ବୁଲି ଦେଖିଛୁ ଆମେ ତାଙ୍କର କେମିତି ଉନ୍ନତିରୁ ଉନ୍ନତିକର କାମ କରିବେ ସେଥିପ୍ରତି ଆମେ ତାଙ୍କୁ ଧ୍ୟାନ ଦେବାକୁ କହିଛୁ ଏବଂ ଆମେ ଏଇ ବିଗତ 6 ମାସ ତଳେ ଆମେ ଯାଇଥିଲୁ ମ୍ୟାଙ୍ଗଲୋର 2ଟି ବଡ଼ ବଡ଼ ସୋସାଇଟି ଦେଖିଲୁ ଟୋଟାଲ ଲେଖା ସୋସାଇଟିର ଟର୍ଣ୍ଣଓଭର 1400 କୋଟି ଟଙ୍କା ତାକୁ ଦେଖିଲା ପରେ ଆମ ବହୁତ ଉତ୍ସାହ ହେଲା ସେଥିପ୍ରତି ଆମେ ଧ୍ୟାନ ଦେଇ ଯେଉଁ ଆଗକୁ ଆମେ ଯାଇଛୁ ତାଙ୍କଠୁ କିଛି ଶିଖିଲା ପରେ ଆମେ ଆଗକୁ ଯିବାକୁ ଚିନ୍ତା କରିଛୁ। ଅନ୍ୟମାନେ କଣ କହିବେ ଅନ୍ୟ ସୋସାଇଟି କହିବୁ ତାଙ୍କର ବହୁତ ଭିତ୍ତିଭୂମି ନାହିଁ କାରଣ କେଉଁଠି ଆମର ପାଖରେ ହରିଅନ୍ତା ସୋସାଇଟି ଘର ଖଣ୍ଡେ ନାହିଁ ସେଠି ସମ୍ପାଦକ କ'ଣ କରିବେ ତେଣୁ ଆମେ ସରକାରଙ୍କ ପାଖରେ ଗୁହାରି ବି କରିଛୁ ଯେ କିଛି ତାଙ୍କ ସେଥିପାଇଁ ଭିତ୍ତିଭୂମି ପାଇଁ କିଛି ଘର ତାଙ୍କ ପାଇଁ କିଛି ଆସେଟ୍ସ ଦେଲେ ସେମାନେ ଉନ୍ନତି କରିପାରିବେ।